हाय गाइस। जय मां समलेई, जय जगन्नाथ। तो आपण मानकु नूतन वर्षर अनेक अनेक शुभेच्छा एवं अभिनंदन। आशा करुचे आपण मानकर दिन बहुत भल से जीवा 2026 रे। आ मैं वीडियो शूट करूछा 31 तारीख 12:18 होजी। तो ओए हैप्पी न्यू ईयर छोटू। आ जेते वीडियो प्लीज कमेंट करबो। तो आज एंता किसी जिनिस में शेयर करियन कि माने नाइ भी शेयर करसन समस्त यूट्यूबर्स माने कि क्रिएटर्स माने। तो फाइनाली फास्ट टाइम आज मुझे फिलिंग शेयर करी 2025 विषय माने मोर ई 2025 काँ काँ ହେଇଛି भाई बहुत किसी भल भी ହେଇଛି। मोर लाइफ रे जने स्पेशल पर्सन भी थिले। बट से जिनिस ଯଦି କହିମି ବୋଲେ ଭାଇ 2025 ରେ ଆମେ ଦୁଇ ଅଲଗା ହେଇଯାଇଥିଲୁ। ମାନେ ବହୁତ ଖାସ पर्सन ବହୁତ ସାଙ୍ଗମାନେ ବି ଅଛନ୍ 5-6ଟା ସାଙ୍ଗ ଅଛନ୍। ତ ସେ ଭିତରୁ ସେ ବହୁତ ସ୍ପେଶାଲ ଥିଲେ। ସାଙ୍ଗଠୁ ବି ବୋଲିକି ଭାଇ ମାନେ ବହୁତ କିଛି ଥିଲା ସେ ମୋର ଲାଗି। ବଟ୍ ସେ ସିଚୁଏସନ୍ କିଛି ଏନ୍ତା ହେଇଥିଲା ଯେମିତିକି ଆମେ ଅଲଗା ହେଇଥିଲୁ। ଯେମିତିରେ ବି ମୁଇଁ ଏବେ ତ ଭାଇ ମୁଇଁ ଆଗ୍କେ ବଢ଼ି ନାଇଁ ପାରୁଥିଲା ସେ ଗୋଟେ ଜିନିଷ ଭାବିକି ଭାଇ ମୋର ମାଇଣ୍ଡଟା ମାନେ ଡାଇଭର୍ଟ ହଉଛେ ମାନେ ଫୋକସ୍ କରିନାଇଁ ପାରେ କୌଣସି ଜିନିଷ ଉପରେ କାହିଁକି ଭାଇ ଆମେ ସିମ୍ପଲ ହାର୍ଟର ପିଲାମାନେ ବହୁତ ସେନ୍ସିଟିଭ ହେଇଥିସୁ ନା। ମାନେ ଛୋଟ ଛୋଟ କଥା ବି ବାର ବାର ଓଭର ଥିଙ୍କିଙ୍ଗ ଆସୁଛେ ମାଇଣ୍ଡରେ। ଆଉ ମୁଇଁ ଚାହୁଁଛେ କି ବାସ୍ ଆପଣମାନେ ଯେମାନେ ଦେଖୁଛନ୍ତି ଭିଡ଼ିଓ ମାନେ ଭାଇମାନେ ଛୋଟ ଭାଇ ବଡ଼ ଭାଇ ତ ପ୍ଲିଜ୍ କମେଣ୍ଟ କର। ଆଉ ପ୍ଲିଜ୍ ମୋତେ କିଛିଟା ଏନ୍ତା ଏନ୍ତା କମେଣ୍ଟ କରି ଯେମିତି ମାନେ ମୋଟିଭେଟ୍ ଲାଗ୍ବା ବହୁତ ଭଲ ଭିଡ଼ିଓ ବନାବାର ଲାଗି। ତ ମୁଇଁ ମୋ ଲାଇଫ୍କେ ରିଷ୍ଟାର୍ଟ କରିବାକୁ ଚାହୁଁଛେ 2026 ରେ। ତ ପ୍ଲିଜ୍ ଆପଣଙ୍କର ସପୋର୍ଟ ଦରକାର ବାସ୍ ଆଉ କିଛି ନାହିଁ। এই ଚ୍ୟାନେଲରେ 73 କେ ସବସ୍କ୍ରାଇबर ଅଛନ୍ ଯେନ୍ଟାକି ଜେନୁଇନ୍ ସବସ୍କ୍ରାଇबर ଥିଲେ। ବଟ୍ ମୋର କିଛିଟା ଭୁଲ କରିଥିଲି ଯେନ୍ଟାକି ମାନେ 1.5 ବର୍ଷ ତକ୍ ମୁଇଁ ଭିଡ଼ିଓସ୍ ହିଁ ଅପଲୋଡ଼ ନାଇଁ କରି ସେଟା ଏନ୍ତା କାରଣ ଲାଗି ମାନେ ମୁଇଁ ପଢ଼ୁଥିଲି ପ୍ଲସ୍ ଜବ୍ କରୁଥିଲି ମାନେ କାମ କରୁଥିଲି। ତ ସେଥିଲାଗି ମୁଇଁ ଟାଇମ୍ ବି ଦେଇ ନାଇଁ ପାରିଲି ଚ୍ୟାନେଲ୍‌କେ। ନା ତମେ ଭିଡ଼ିଓସ୍ ଚେକଆଉଟ୍ କଲେ ମିଲିୟନ୍ସ ଉପରେ ଭ୍ୟୁଜ୍ ଯାଉଥିଲା ଭାଇ ମିଲିୟନ୍ସ। ଆଉ କିଛିଟା ଷ୍ଟ୍ରାଇକ୍ ବି ପଡ଼ିଥିଲା ମୋର ଜଣେ ଯୁଡ଼େ ଷ୍ଟ୍ରାଇକ୍ ପଡ଼ିଥିଲା ସେଥିଲାଗି ମୁଇଁ ଷ୍ଟ୍ରାଇକ୍ ଲାଗି ମୁଇଁ ଭିଡ଼ିଓସ୍ ଅପଲୋଡ଼ କରି ନାଇଁ ପାରିଲି କିଛି ମାସ ତକ୍ ଡିସେବଲ୍ ହେଇଯାଇଥିଲା। ତ ଏସବୁ କାରଣ ଲାଗି ଭାଇ ଚ୍ୟାନେଲ୍ ଏବେ ବର୍ତ୍ତମାନ ଡେଡ୍ ହେଇଯାଇଛି। ଆଉ 2025 ରେ ଭାଇ ଯଦି ଖରାପ ଯଦି ରୋଷ୍ଟ ଜିନିଷ କହିବି ମାନେ ବହୁତ ଖରାପ ଜିନିଷ ଯେନ୍ଟା ହେଇଛି ମୋର ସାଙ୍ଗେ ତ ମୁଇଁ ମୋର ଖାସ ମୋର ଯେ ସ୍ପେଶାଲ ପର୍ସନ ଯିଏକି ଯାହାକି ମୋ ଲାଇଫ୍‌ରେ ମୁଇଁ ସବୁ କିଛି ଜିନିଷ ସେୟାର କରୁଥିଲି। ମୋର ଛୋଟ ଛୋଟ କଥା ନେଇକି ମାନେ ଯେତେ ବି ଦୁଃଖ ହଉନା କାହିଁକି ସେ ସବୁ ଜିନିଷ ଜାଣିଲା ପରେ ବି ସେ ମୋତେ ମାନେ ଛାଡ଼ିକି ଚାଲିଗଲେ। ଆଉ କାଁ କହିମି କିଛିଟା ପରିସ୍ଥିତି ହିଁ ଏନ୍ତା ହେଇଥିଲା। ବାକି ମୁଁ ଏବେ ବି ବହୁତ ମାନେ ଟ୍ରାଏ କଲିନ ଯେ ଦେଖବାର୍ ଲାଗି ଭେଟବାର୍ ଲାଗି ବଟ୍ ହେଇ ନାଇଁ ପାରବା। ବହୁତ ଟ୍ରାଏ କଲିନ ଭାଇ ଏବେ ତକ୍ ବି ଟ୍ରାଏ କରିଛେନ୍ ଆଜି ବି କାଲି ବି ଟ୍ରାଏ କରିଥିଲି ବଟ୍ ନାଇଁ ହେଇପାରଲା। ଆଉ ତ ଆଉ କାଣା ହିଁ କରିପାରମି ବସ୍ ଖରାପ ଏଥିର୍ ଲାଗୁଛି କି ଭାଇ ଯେତେବେଳେ ଆମେ ଜଣଙ୍କ ବିଷୟରେ ସବୁବେଳେ ଭଲ ହିଁ ଚାହୁଁଥିସୁଁ ମାନେ ବହୁତ ଭଲ ଚାହୁଁଥିସୁଁ ତାର ସବୁବେଳେ ରେସପେକ୍ଟ କରୁଥିସୁଁ ମାନେ ତାକେ ନିଜରୁ ବହୁତ ଉପରେ ରଖିଥିସୁଁ ହାଇରେ ନିଜର ଫ୍ୟାମିଲି ମେମ୍ବର ଲେଖେନ୍। ବଟ୍ ଯେତେବେଳେ ସେ ହିଁ ଯେତେବେଳେ ଆମକୁ ଅଣଦେଖା କରୁଛି ଇଗ୍ନୋର କରୁଛି ଜାଣି ଜାଣିକି ସବୁ ଯେମିତିକି କିଛି ଥାଇ ହିଁ ନାହିଁ ମାନେ କୌଣସି ସମ୍ପର୍କ ହିଁ ନାହିଁ ସେ ପ୍ରକାର ବ୍ୟବହାର। ତ ବହୁତ ଖରାପ ଲାଗୁଛି ଏସବୁ ଦେଖିଲା ପରେ। ନିଜେ ଯେତେବେଳେ ଏତେ ଭଲ ଥାଇକି ଜଣକୁ ଇଗ୍ନୋର ହବାଟା ମାନେ ଆମେ କାହାକେ ଭାଇ ମୋର ଲାଇଫ୍‌ରେ ଏତ୍କି ମୁଇଁ ଲୋକମାନେ ମିଶିଯାଁ ମାନେ ମୋତେ ଭଲ ନାଇଁ ଲାଗ୍ସି କି ମୋର ଲାଗି କିଏ ହର୍ଟ ହଉ ଛୋଟ ତାହାକେ ମାନେ କଷ୍ଟ ହଉ କୌଣସି କଥା ଛୋଟ କଥା ନେଇକି ମାନେ ବହୁତ ବାର ମୁଇଁ ଛୋଟ କଥା ନେଇକି ଓଭର ଥିଙ୍କିଂ କରସିଁ ଯେହେତୁ ମାନେ ମୋତେ ଟିକେ ଭଲ ନାଇଁ ଲାଗ୍ସି ସେ ଜିନିଷ ମାନ। ଆଉ ଆମେ ମାନେ ବହୁତ ଇମୋସନାଲ ବହୁତ ସେନ୍ସିଟିଭ କାହିଁକି ତାପରେ ମୋର ଗାଁରେ ବି କୌଣସି ସାଙ୍ଗ ଏମିତି ଖାସ କେହି ନାଇଁନ ମାନେ ସାଙ୍ଗ ହିଁ ନାଇଁନ ମାନେ କାହିଁକି କି ବୋଲେ ମୁଇଁ 18 ବର୍ଷରୁ ଭାଇ କାମ କଲିନ ଆଜି ମତେ ହଉଛି ବର୍ତ୍ତମାନ 21 ପ୍ଲସ୍ 21 ମାସ 2 ମାସ ହଉଛି। ତ 18 ବର୍ଷରୁ କାମ କଲିନ ତ ମୁଇଁ ଭାଇ ମୋର ଦାଦା ଗୋଟେ ସେଣ୍ଟର ଥିଲେ ତାଙ୍କ ସେଣ୍ଟରରେ କାଉଣ୍ଟର ଶିଖୁଥିଲି। ତ ବର୍ତ୍ତମାନ ମୁଇଁ ଡିଓ କାମ କରୁଥିଲି ପାର୍ଟ ଟାଇମ୍ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିଲି। ମୁଇଁ ଗଭର୍ଣ୍ଣମେଣ୍ଟର ପ୍ରୋଜେକ୍ଟ କାମ କରୁଥିଲି ଗୋଟେ ହେଲା ଆମର ପଞ୍ଚାୟତ ଅଫିସରେ। ତାରପରେ ମୁଇଁ ଆମର ସୋସାଇଟିରେ କାମ କରୁଥିଲି ଯେନ୍ତା ମଣ୍ଡି ସେନେ ଗଲା ଡାଟା ଏଣ୍ଟ୍ରି ଗୋଟେ କାମ କରୁଥିଲି ଏକ୍ସେଲ ସିଟ୍‌ର କାମ ହେଇଗଲା ପିପାସ୍ ଫୁଡ୍ ଓଡ଼ିଶା ପୋର୍ଟାଲ ଏସବୁ କାମ କରୁଥିଲି। ତାର ବାଦରେ ମୁଇଁ ଭାଇ ଟ୍ରାଏ କରିଥିଲି ଆମର କମନ ସର୍ଭିସ ସେଣ୍ଟର ଯେନ୍ଟାକି ଗାଁରେ ଥିଲା ବଟ୍ ସେଟା ମୁଇଁ ଅଲଗା ଗୋଟେ କାମଟେ ପାଇଲି ତ ଛାଡ଼ି ସାରିଲା ମାନେ ବନ୍ଦ କରିଦେଇଥିଲି। ତାପରେ ମୁଇଁ ବର୍ତ୍ତମାନ ଏବେ ବି ରିସେଣ୍ଟ ଜବ୍ କରୁଛେଁ ଫୁଲ୍ ଟାଇମ୍ ୱାନ୍ ଟାଇପ୍ ମାନେ କିଛିଟା ତ ଗୁଜାରା କରବା ନା ଭାଇ ଯେହେତୁ ତାପରେ ଘରର ମୁଇଁ ବଡ଼ ତ ମୋର ଦାୟିତ୍ୱ ବହୁତ କିଛି ଅଛେ। ଭାଇ ଘର ବନାବାର ଅଛି ଇ ଯେନ୍ ଘର ଇ ଯେନ୍ ଦେଖୁଛ ଇ ଯେନ୍ ସେଟଅପ୍‌ଟା ଇଟା ଭାଇ ନୂଆ ଘରେ ବନା ହେଇଛେ ଯେନ୍ଟାକି ଅଲମୋଷ୍ଟ 1 ଇୟର ହେଇଗଲାନ କମ୍ପ୍ଲିଟ୍ ହେବାର। ତାହେଲେ ଇଟା ଆମର 2025 ମେରେ କମ୍ପ୍ଲିଟ୍ ହେଇଗଲା। କମ୍ପ୍ଲିଟ୍ ତ ମାନେ ଛାତ ପଡ଼ବାର କଥା କହୁଛେ ଛାତ ପଡ଼ିକି ବାସ୍ ଗେଟ୍ ପତ୍ର ଆମେ ଗେଟ୍ ଆଉ ଝରକା ଗୁଡ଼ାକ ସବୁ ମାନେ ଏବେ ହିଁ ଲଗା ହେଇଛି ରିସେଣ୍ଟ 15-20 ଦିନ ହଉଛି। ଆଉ ଛୋଟ ବାଉଣ୍ଡରୀ ଦିଆ ହେଇଛି ମାଟି ନୁହେଁ ପଡ଼େ ତାହେଲେ ପ୍ଲାଷ୍ଟର ନୁହେଁ ବା ୱାରିଂ ନୁହେଁ ବା ବହୁତ କିଛି କାମ ଅଛି। ତ ଭାଇ ମୋର ଲାଇଫ୍‌ର ଖରାପ ହେଲା ହେଟା ଯେ ମାନେ ବହୁତ ଖାସ ପର୍ସନ ଥିଲେ ସେ ତାଙ୍କୁ ମୁଁ ଅଲଗା ହେଇଯାଇଥିଲି ମାନେ ଆଜ ତକ୍ ବି ମାନେ ମୁଇଁ ଭୁଲି ନାଇଁ ପାରବା। ତ ଛାଡ଼ ସେ ଜିନିଷ ସେଟା ସେ ତ ନାଇଁ ଚାହିଁଲେ ଇ ଲୋକ ୱାନ୍ ସାଇଡ୍ ଏଫର୍ଟସ୍ ଭାଇ କେତେ କରବ ହଁ କି ନାଇଁ। ତ ଆଉ ଭଲ ଜିନିଷ ବୋଲେ ଏଟା ହିଁ ହେଇଛି। ଆଉ ମୋର ଲାଇଫ୍‌ରେ
ବହୁତ କିଛି ହେଇଛି ଆର୍ ଏକ୍ଜାମ୍ ଦେଇଛେଁ ବହୁତ କିଛି ବହୁତ ସର୍ଟଫଲ୍ ହେଇଛେ ବହୁତ ଭାଇ ଖରାପ ସ୍ଥିତି ଦେଖିଛେଁ ଯେନ୍ ଟାଇମ୍ରେ ସାଥ୍ ଛାଡ଼ିଛନ୍ ବହୁତ ଲୋକ ହେଲା ଆଉ ଯେନ୍ ଟାଇମ୍ରେ ବହୁତ ଯେନ୍ମାନେ ମୋ ସାଥ୍ ତ ସେମାନଙ୍କୁ ଭାଇ ଦିଲ୍ ସେ ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ମାନେ ମୁଇଁ କହିବାଟା ଏଇଟା ଛୋଟ ପଡ଼ିବା ମାନେ ଏମିତି କଲେ ଛୋଟ ହିଁ ହେଇଯିବା ଏଇଟା କାଣା କହିବି ମୁଇଁ ତ ଯେନ୍ମାନେ ମୋର ୟୁଟ୍ୟୁବ୍ରୁ ଭାଇମାନେ ବି ବହୁତ କିଛି କମେଣ୍ଟସ୍ କରିଥିଲେ ବଢ଼ିଆ ବଢ଼ିଆ କମେଣ୍ଟ ମାନେ ମୋଟିଭେଟ୍ ଲାଗ୍ସି ବି ଦେବା କଲି ତ ମୁଇଁ ଚାହୁଁଛେ କି ସେ ଜିନିଷକେ ପ୍ଲିଜ୍ କଣ୍ଟିନ୍ୟୁ କର ଟିକେ ଆଉ କମେଣ୍ଟ କର ସବସ୍କ୍ରାଇବ୍ କର